ବନ୍ଧୁଗଣ ଜୟ ଜଗନ୍ନାଥ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ସେମାନଙ୍କ ରାଶି ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରିବର୍ତ୍ତନ କରନ୍ତି। ଏହି ଗମନାଗମନର ପ୍ରଭାବ ସମସ୍ତ 12ଟି ରାଶି ଉପରେ ପଡ଼େ। ଶନି ଗ୍ରହ ବିଷୟରେ କହିବାକୁ ଗଲେ ସେ ଏହି ସମୟରେ ମକର ରାଶିରେ ଗମନାଗମନ କରି ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ସେ ଜୁଲାଇ ମାସରେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ 23 ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ରହିବେ। ପୁରା 30 ବର୍ଷ ପରେ ଶନି ମକର ରାଶିରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହାର ଖାସ୍ ପ୍ରଭାବ 3ଟି ବିଶେଷ ରାଶି ଉପରେ ପଡ଼ିବ। ସେମାନଙ୍କୁ ଆଗାମୀ 1.5 ମାସ ପର୍ଯ୍ୟନ୍ତ ଲାଭ ହିଁ ଲାଭ ମିଳିବ। ବନ୍ଧୁଗଣ ତା ଆଗରୁ ଆମ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଆଉ ଭିଡ଼ିଓଟିକୁ ପୁରା ଦେଖିବେ। ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ମେଷ ରାଶି। ମକର ରାଶିରେ ଶନିଙ୍କ ପ୍ରତ୍ୟାବର୍ତ୍ତନ ମେଷ ରାଶିର ଲୋକଙ୍କୁ ଅନେକ ଲାଭ ଦେବ। ଯେପରି ତାଙ୍କ କ୍ୟାରିୟରରେ ଉନ୍ନତି ଦେଖାଯିବ। ଯେଉଁମାନେ ବେକାର ଅଛନ୍ତି ସେମାନେ ନୂତନ ଚାକିରି ପାଇବେ। ଯେଉଁମାନେ ପୂର୍ବରୁ କାମ କରୁଛନ୍ତି ସେମାନେ ପଦୋନ୍ନତି ପାଇପାରିବେ। ଆପଣଙ୍କୁ ଏକ ଭଲ କମ୍ପାନୀରେ ଚାକିରି ଅଫର୍ ମଧ୍ୟ ମିଳିବ। ଏଥିସହିତ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ମଧ୍ୟ ଲାଭ ପାଇବେ। ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଗାମୀ 1.5 ମାସ ଶୁଭ ହେବ। ଭାଗ୍ୟ ଆପଣଙ୍କର ସବୁବେଳେ ସାଥ ଦେବ। ସମସ୍ତ କାମ ଆପଣଙ୍କ ଇଚ୍ଛା ଅନୁଯାୟୀ ହୋଇଯିବ। ବର୍ଷ ବର୍ଷ ଧରି ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଠିକ୍ ସମୟରେ ହୋଇଯିବ। ସନ୍ତାନ ପାଖରୁ ସୁଖ ମିଳିବ। ଆପଣଙ୍କୁ ପ୍ରିୟ ଲୋକଙ୍କ ସମର୍ଥନ ଏବଂ ପ୍ରେମ ମିଳିବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ସ୍ୱାସ୍ଥ୍ୟ ଭଲ ହେବ। ଅବିବାହିତ ଲୋକମାନେ ବିବାହ ପାଇଁ ଏକ ଭଲ ସମ୍ପର୍କ ପାଇପାରିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବନ୍ଧୁଗଣ ଧନୁ ରାଶି। ଶନିଙ୍କ ପ୍ରତ୍ୟାବର୍ତ୍ତନ ଗତି ଧନୁ ରାଶି ଲୋକଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ। ଅକ୍ଟୋବର ମାସ ପର୍ଯ୍ୟନ୍ତ ଆପଣଙ୍କର କୌଣସି ଦୁଃଖ ରହିବ ନାହିଁ। ଉଦ୍ଧାର କରାଯାଇଥିବା ଟଙ୍କା ଫେରସ୍ତ ମିଳିବ। ଘରେ ସମୃଦ୍ଧତା ରହିବ। ଟଙ୍କା ରୋଜଗାର କରିବାର ଅନେକ ନୂଆ ଉପାୟ ମିଳିବ। କୌଣସି ଅନାବଶ୍ୟକ ଖର୍ଚ୍ଚ ହେବ ନାହିଁ। ସେୟାର ମାର୍କେଟ ଏବଂ ସଟ୍ଟା ଲଟେରୀରେ ଲାଭ ହୋଇପାରେ। ଛାତ୍ରମାନଙ୍କର ଅଧ୍ୟୟନରେ ଭଲ ଫଳାଫଳ ମିଳିବ। ଯାନବାହନ ଏବଂ ସମ୍ପତ୍ତି କିଣିବାର ଯୋଗ ବନିପାରେ। ରିଅଲ ଇଷ୍ଟେଟ୍ ବିଷୟଗୁଡ଼ିକ ଆପଣଙ୍କ ସପକ୍ଷରେ ଆସିବ। କୌଣସି ଶୁଭ କାମ ପାଇଁ ଯାତ୍ରା ହୋଇପାରେ। ଘରେ କୌଣସି ମାଙ୍ଗଳିକ କାମ ହୋଇପାରେ। ପିଲାମାନେ ଆପଣଙ୍କର ସେବା କରିବେ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଈଶ୍ୱରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବନ୍ଧୁଗଣ ମୀନ ରାଶି। ଶନିଙ୍କ ବକ୍ରୀ ଗତି ମୀନ ରାଶିର ଲୋକଙ୍କୁ ଆର୍ଥିକ ସୁବିଧା ଦେବ। ଆପଣଙ୍କର ମାସିକ ଆୟ ବୃଦ୍ଧି ପାଇବ। ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସାହାଯ୍ୟରେ ବଡ଼ ଧନ ଲାଭ ହୋଇପାରେ। ପରିବାରରେ ସୁଖ ଏବଂ ଶାନ୍ତି ରହିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ସମର୍ଥ ହେବେ ନାହିଁ।
ଦୁଷ୍ଟ ଶକ୍ତିମାନେ ଆପଣଙ୍କ ଠାରୁ ଦୂରରେ ରହିବେ। ଆପଣ ସକାରାତ୍ମକତା ଏବଂ ଶକ୍ତିରେ ପରିପୂର୍ଣ୍ଣ ରହିବେ। ଯଦି ଆପଣ କୌଣସି ସ୍ଥାନରେ ଟଙ୍କା ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଆଗାମୀ 1.5 ମାସ ଲାଭଦାୟକ ହେବ। ବ୍ୟବସାୟରେ ଏକ ବଡ଼ ଡିଲ୍ ଚୂଡ଼ାନ୍ତ ହୋଇପାରିବ। ବାସ୍ ଆପଣଙ୍କ କାମରେ ଖୁସି ହେବେ। ଆପଣ ଅଗ୍ରଗତି କରିପାରିବେ। ଚାକିରି ହେତୁ ଆପଣ ବିଦେଶ ଯାତ୍ରା କରିପାରିବେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବିବାହ ଯୋଗ ମଧ୍ୟ ବନୁଛି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ଶନିଦେବ। ଧନ୍ୟବାଦ।